ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିଶ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ନେଇ ସହଯୋଗର ନୂତନ ଉପାୟ ଅନୁସନ୍ଧାନ କରାଯିବ। ଶ୍ରୀ ମୋଦି ଆଲୋଚନା କାଳରେ ସବୁଜ ପରିବର୍ତ୍ତନ, ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ସ୍ଥିର ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା, ମହାକାଶ, ଜଳବାୟୁ ଏବଂ ଲୋକସମ୍ପର୍କ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ଉଭୟ ପ୍ରଧାନମନ୍ତ୍ରୀ ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ୱାନ୍ ଡେର୍ ଲେୟନ୍ଙ୍କ ସହିତ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପୀୟ ଗସ୍ତର ତୃତୀୟ ପର୍ଯ୍ୟାୟ ଏବଂ ଚଳିତ ବର୍ଷ ଜାନୁଆରୀରେ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରଠାରୁ ଏହା ତାଙ୍କର ପ୍ରଥମ ଗସ୍ତକୁ ପ୍ରତିନିଧିତ୍ୱ କରୁଛି। 2025ରେ ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ $7.75 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ଏବଂ 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ୍ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ $2.825 ବିଲିୟନ ହୋଇଛି। ବର୍ତ୍ତମାନ 280ରୁ ଅଧିକ ସ୍ୱିଡିଶ୍ କମ୍ପାନୀ ଭାରତରେ କାର୍ଯ୍ୟ କରୁଥିବା ବେଳେ 75ଟି ଭାରତୀୟ ଫାର୍ମ ସ୍ୱିଡେନ୍ରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନେଦରଲ୍ୟାଣ୍ଡସ୍ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବା ସହ ସେଠାକାର ରାଜପରିବାର ସହିତ ସାକ୍ଷାତ କରିଥିଲେ। ଶ୍ରୀ ମୋଦି ଏବଂ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ଚୋଳ ଯୁଗର ତମ୍ବା ପ୍ଲେଟ୍ର ଐତିହାସିକ ପୁନଃସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପ୍ଲେଟ୍ଗୁଡ଼ିକ ଭାରତର ଐତିହ୍ୟ ଏବଂ ସଭ୍ୟତାର ଏକ ଅମୂଲ୍ୟ ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ। ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ASML ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଅଧୀନରେ ASML ଗୁଜରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ବ୍ୟବସ୍ଥାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇ ଦେବ। ଉଭୟ ନେତା ମିଳିତ ଭାବରେ ଶକ୍ତି, ବନ୍ଦର, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଡଚ୍ କମ୍ପାନୀଗୁଡ଼ିକର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ 17ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ ହୋଇଛି। ଏଥିରେ ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ରୋଡ୍ ମ୍ୟାପ୍, ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ସହଯୋଗ ସମେତ ଜଳ ପରିଚାଳନା, ତ୍ରିପୁରାରେ ଫୁଲ ଚାଷ, ବେଙ୍ଗାଲୁରୁରେ ଦୁଗ୍ଧ ତାଲିମ, ନାଳନ୍ଦା ଏବଂ ଗ୍ରୋନିଞ୍ଜେନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ତଥା ସ୍ୱାସ୍ଥ୍ୟ ଓ ସୀମା ଶୁଳ୍କ କ୍ଷେତ୍ର ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି ଗତକାଲି ବେଙ୍ଗାଲୁରୁରେ ବିଭିନ୍ନ ରାଜନୈତିକ ଦଳ ଓ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି। କମିଟିର ଅଧ୍ୟକ୍ଷ ପିପି ଚୌଧୁରୀ କହିଛନ୍ତି, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ DK ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରପ୍ପା ମୋଇଲି ଏବଂ ବିଜେପି ଓ ଅନ୍ୟାନ୍ୟ ଦଳର ପ୍ରତିନିଧିମାନେ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଭିନ୍ନ ରାଜ୍ୟ ଗସ୍ତ ସମୟରେ ଜେପିସି ଦ୍ୱାରା ଆପତ୍ତି ଏବଂ ସୁପାରିଶ ଗ୍ରହଣ କରାଯାଉଛି। ସେ କହିଥିଲେ, ବାରମ୍ବାର ନିର୍ବାଚନ ଏବଂ ଏଥିଯୋଗୁଁ ଲାଗୁ ହେଉଥିବା ନିର୍ବାଚନ ଆଚରଣ ବିଧି ଦେଶର ବିକାଶ କାର୍ଯ୍ୟକୁ ପ୍ରଭାବିତ କରୁଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଡୋମିନିକାର ବୈଦେଶିକ ମନ୍ତ୍ରୀଙ୍କ ସହ ବୁଝାମଣାପତ୍ର ଆଦାନ ପ୍ରଦାନ କରିଛନ୍ତି। ସେ ଡୋମିନିକାର ବୈଦେଶିକ ବ୍ୟାପାର, ଆନ୍ତର୍ଜାତୀୟ ବ୍ୟବସାୟ, ବାଣିଜ୍ୟ ଏବଂ ଶକ୍ତି ମନ୍ତ୍ରୀ ଭିନ୍ସ ହେଣ୍ଡରସନ୍ଙ୍କୁ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ଲାଗି ଆଲୋଚନା କରିଛନ୍ତି। ପୂର୍ବରୁ ମାର୍ଗେରିଟା ଡୋମିନିକାର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଇରଭିଙ୍ଗ ମ୍ୟାକିନ୍ଟାଇନ୍ଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଜଣାଇଥିଲେ। ବେଲିଜ୍ ଏବଂ ହଣ୍ଡୁରାସର ସଫଳ ଗସ୍ତ ପରେ ମାର୍ଗେରିଟା ଗତକାଲି ଡୋମିନିକାରେ ପହଞ୍ଚିଥିଲେ। ମୂଲ୍ୟବାନ ଧାତୁ ଉପରେ ଅଧିକ ସୀମା ଶୁଳ୍କ ଲାଗୁ କରିବାର କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ରୂପା ଆମଦାନୀ ଉପରେ କଟକଣା ଜାରି କରିଛନ୍ତି।
ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ ସୁନା ଏବଂ ପ୍ଲାଟିନମ୍ ସହିତ ରୂପା ଆଚ୍ଛାଦିତ ଓ ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କରାଯାଇଛି। ଗତ ବୁଧବାର ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କକୁ 6%ରୁ 15%କୁ ବୃଦ୍ଧି କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ପୁଣେରୁ ଗିରଫ କରିଛି। ପୁଣେର ଏକ କଲେଜରେ ବଟନୀ ବିଭାଗର ଅଧ୍ୟାପିକା ମନୀଷା ମାନ୍ଧାରେଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ତାଙ୍କୁ ଏହି ପରୀକ୍ଷାରେ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ବାଘମାରେଙ୍କୁ ଗତ 14 ତାରିଖରେ ପୁଣେରୁ ସିବିଆଇ ଗିରଫ କରିଥିଲା। ମହାରାଷ୍ଟ୍ରର ଗଡ଼ଚିରୋଲି ପୋଲିସ ଏବଂ ସିଆର୍ପିଏଫ୍ ପକ୍ଷରୁ ଅଭିଯାନ ସମୟରେ 8 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା 8 ଜଣ ମାଓବାଦୀଙ୍କ ମଧ୍ୟରେ 2 ଜଣ ଡିଭିଜନାଲ କମିଟି ସଦସ୍ୟ ଏବଂ 2 ଜଣ ପ୍ଲାଟୁନ୍ ପାର୍ଟି କମିଟି ସଦସ୍ୟ ରହିଥିବା ଜଣାପଡ଼ିଛି। ତଲାସୀ ଅଭିଯାନ ସମୟରେ ସୁରକ୍ଷା ବାହିନୀ ଏଲ୍ଏମ୍ଜି, AK-47 ରାଇଫଲ, SLR, ଇନ୍ସାସ୍ ରାଇଫଲ, 303 ରାଇଫଲ ସମେତ 51ଟି ବନ୍ଧୁକ ଜବତ କରିଛି। ଏହି ଅଭିଯାନରେ 65,34,000 ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ କ୍ୟାଡର ମାଓବାଦୀଙ୍କ ପାଇଁ ମହାରାଷ୍ଟ୍ର ସରକାର 64 ଲକ୍ଷ ଟଙ୍କାର ମିଳିତ ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ ଗତକାଲି 5 ଜଣ ବରିଷ୍ଠ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। କୋଲକାତାର ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି କୋଲକାତା ହାଇକୋର୍ଟର ବିଚାରପତି ସମ୍ପା ସରକାର ଏବଂ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠରେ କରାଯିବ। ବିଚାରପତି ରାଜାଶେଖର ମନ୍ଥା ଏବଂ ରାୟ ଚଟ୍ଟୋପାଧ୍ୟାୟ ଏହି ମାମଲାରୁ ଗତ 11 ତାରିଖରେ ଓହରି ଯାଇଛନ୍ତି। ଏହି ମାମଲାରେ ଏକମାତ୍ର ଦୋଷୀ ସଞ୍ଜୟ ରାୟଙ୍କୁ ଗତବର୍ଷ ଜାନୁଆରୀରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତର ମୃତ୍ୟୁଦଣ୍ଡ ଦାବି କରିଛି। କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ଆବେଲାର୍ଡୋ ଡି ଲା ଏସ୍ପ୍ରିଏଲାଙ୍କ ସହଯୋଗୀ ଥିବା ଜଣେ ପୂର୍ବତନ ମେୟର ରୋଜର ଡେଭିଆଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କର ଜଣେ ସହଯୋଗୀ ଏଡର କାର୍ଡୋନାଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆମେରିକା ସରକାରଙ୍କ ଦ୍ୱାରା ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିବା 2ଟି ଗୋଷ୍ଠୀ ଏବଂ ତୃତୀୟ ଗୋଷ୍ଠୀ ସମ୍ପୃକ୍ତ ଅଞ୍ଚଳରେ 2020ରୁ 2023 ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ। ଡେଭିଆଙ୍କ ମୃତ୍ୟୁ ରାଜଧାନୀ ବୋଟାଗୋରୁ 170 କିଲୋମିଟର ଦକ୍ଷିଣରେ ଥିବା ଏକ ଗ୍ରାମରେ ରହିଛି। କ୍ୟୁବାରାଲ ଗ୍ରାମାଞ୍ଚଳରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଡେଭିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ 31 ତାରିଖରେ ହେବାକୁ ଥିବା କଲମ୍ବିଆ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଭଳି ହତ୍ୟାକାଣ୍ଡ ଅସ୍ଥିରତା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି। ଲାଟଭିଆର ରାଷ୍ଟ୍ରପତି ଏଡଗାସ୍ ରିଙ୍କେଭିକ୍ସଙ୍କ ଘୋଷଣା ଅନୁଯାୟୀ ସେ ବିରୋଧୀ ୟୁନାଇଟେଡ୍ ଲିଷ୍ଟ ପାର୍ଟିର ସାଂସଦ ଆଣ୍ଡ୍ରିସ୍ କୁଲବର୍ଗଙ୍କୁ ଏକ ନୂଆ ସରକାର ଗଠନ ପାଇଁ ଦାୟିତ୍ୱ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରିଙ୍କେଭିକ୍ସ କହିଛନ୍ତି ସେ ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବିଭିନ୍ନ ରାଜନୈତିକ ଦଳ ଓ ଗୋଷ୍ଠୀଗୁଡ଼ିକ ସହ ଆଲୋଚନା କରିଥିଲେ। ଚଳିତ ମାସ 25 ତାରିଖ ସୁଦ୍ଧା ସେ ନୂଆ ସରକାର ଗଠନ ହେବା ନେଇ ଆଶାବାଦୀ ଥିବା କହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। 248 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 218 ରନ୍ କରିଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ସୁମନ ଗିଲ୍ ସର୍ବାଧିକ 85 ରନ୍ କରିଥିବା ବେଳେ ସାଇ ସୁଦର୍ଶନ 53 ଏବଂ ଜୋସ୍ ବଟଲର 57 ରନ୍ କରିଥିଲେ। ସୁନୀଲ ନାରିନଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 247 ରନ୍ ସ୍କୋର କରିଥିଲା। ଆଇପିଏଲ୍ କ୍ରିକେଟରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅପରାହ୍ନ 3:30 ପଞ୍ଜାବ କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏବଂ ସନ୍ଧ୍ୟା 7:30 ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। 2 ଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟନ୍ସକୁ
29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।